ଭୋଲେନାଥଙ୍କ ଜନ୍ମ କିପରି ହୋଇଥିଲା? ବନ୍ଧୁଗଣ, ଆମର ହିନ୍ଦୁ ଧର୍ମରେ ମୋଟ 18ଟି ପୁରାଣ ଅଛି ଓ ଏହି ପୁରାଣରେ ଭଗବାନ ବିଷ୍ଣୁ, ଶିବ ଓ ବ୍ରହ୍ମାଙ୍କ ସହ ଜଡ଼ିତ ବିଭିନ୍ନ ପ୍ରକାରର ଗାଥା ଉଲ୍ଲେଖ ଅଛି। ଏହି ପୁରାଣରେ ତ୍ରିଦେବଙ୍କ ଜନ୍ମ ବିଷୟରେ ବି କୁହାଯାଇଛି। କିନ୍ତୁ ଏହି ପୁରାଣ ଗୁଡ଼ିକରେ ବିଷ୍ଣୁ ଓ ଶିବଙ୍କ ଜନ୍ମ ସହ ଜଡ଼ିତ ଭିନ୍ନ ଭିନ୍ନ ପ୍ରକାରର ଗାଥା ଲେଖାଯାଇଛି। ଆଉ କାଳ ବିଳମ୍ବ ନକରି ଚାଲନ୍ତୁ ଭଗବାନ ଶିବଙ୍କ ଜନ୍ମ ବିଷୟରେ ଜାଣିବା। ଭିଡିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଶିବ ପୁରାଣରେ ଶିବଙ୍କ ଜନ୍ମ ସହ ଜଡ଼ିତ ଗାଥା ଅନୁସାରେ ଶିବ ସ୍ୱୟମ୍ଭୁ ଅର୍ଥାତ୍ ନିଜ ଠାରୁ ଜନ୍ମ ହୋଇଛନ୍ତି। ତେବେ ଭଗବାନ ଶିବ ନିଜ ଠାରୁ ଜନ୍ମ ପୁରାଣ ଅନୁସାରେ ଥରେ ଭଗବାନ ଶିବ ଯେତେବେଳେ ନିଜର ଆଣ୍ଠୁରେ ଅମୃତ ଲଗାଉଥିଲେ ତେବେ ସେହି ସମୟରେ ସଂସାରରେ ବିଷ୍ଣୁଙ୍କ ଜନ୍ମ ହୋଇଥିଲା। ଅନ୍ୟପଟେ ବିଷ୍ଣୁ ପୁରାଣରେ ଲେଖାଯାଇଛି କି ଶିବଙ୍କ ଜନ୍ମ ବିଷ୍ଣୁଙ୍କ ମସ୍ତିଷ୍କର ତେଜରୁ ହୋଇଛି। ବିଷ୍ଣୁ ପୁରାଣରେ ଶିବଙ୍କ ଜନ୍ମ ବିଷୟରେ ଲେଖାଯାଇଥିବା ଏକ କଥା ଅନୁସାରେ ଥରେ ବ୍ରହ୍ମାଙ୍କୁ ଏକ ଶିଶୁ ଦରକାର ଥିଲା ଓ ଏଥିପାଇଁ ସେ ତପସ୍ୟା ଆରମ୍ଭ କରିଦେଲେ। ଏହାପରେ ତାଙ୍କ କୋଳରେ ଭଗବାନ ଶିବ ଶିଶୁ ରୂପରେ ପ୍ରକଟ ହୋଇଥିଲେ। ବ୍ରହ୍ମା ଏକ ଛୋଟ ଶିଶୁକୁ କୋଳରେ ଦେଖି ତାର ନାମ ରୁଦ୍ର ଦେଲେ। କିନ୍ତୁ ଏହି ନାମ ସେହି ଶିଶୁକୁ ପସନ୍ଦ ଆସିଲା ନାହିଁ, ଯେଉଁ କାରଣରୁ ସେ କାନ୍ଦିବାକୁ ଲାଗିଲା। ବ୍ରହ୍ମା ତାଙ୍କୁ ବହୁତ ନାମ ଦେଲେ କିନ୍ତୁ କୌଣସି ବି ନାମ ସେହି ଶିଶୁକୁ ପସନ୍ଦ ଆସିଲା ନାହିଁ। ଯେତେବେଳେ ସେ ଶିବ ନାମ ଦେଲେ ତେବେ ଶିଶୁଟି ଚୁପ୍ ହେଲା। ଏହା ମଧ୍ୟରେ ବ୍ରହ୍ମା ଶିବଙ୍କୁ 8ଟି ନାମ ଦେଇଥିଲେ, ଯାହାକି ରୁଦ୍ର, ସର୍ବ, ଭାବ, ଉଗ୍ର, ଭୀମ, ପଶୁପତି, ଈଶାନ ଓ ମହାଦେବ ଥିଲା। ଅନ୍ୟ ଏକ ପୁରାଣ ଅନୁସାରେ ଥରେ ଋଷି ଓ ମୁନିମାନେ ଥରେ ଶିବଙ୍କୁ ପ୍ରଶ୍ନ କରିଲେ କି ଆପଣଙ୍କ ପିତାଙ୍କ ନାମ କ'ଣ? ତେବେ ଏହାର ଉତ୍ତରରେ ଭଗବାନ ଶିବ କହିଲେ କି ତାଙ୍କର ପିତାଙ୍କ ନାମ ବ୍ରହ୍ମା ଓ ସେ ମୋର ଜନ୍ମଦାତା। ଶିବଙ୍କ ଏହି ଉତ୍ତର ଶୁଣି କିଛି ଦିନ ପରେ ଋଷିମାନେ ଭଗବାନ ଶିବଙ୍କୁ ପୁଣି ପ୍ରଶ୍ନ କରିଲେ କି ଯଦି ଆପଣଙ୍କର ପିତା ବ୍ରହ୍ମା ତେବେ ଆପଣଙ୍କ ଜେଜେବାପା କିଏ? ଏହାର ଉତ୍ତରରେ ଶିବ କହିଲେ କି ବିଷ୍ଣୁ ତାଙ୍କର ଜେଜେବାପା ଅଟନ୍ତି। ଶିବଙ୍କ ଉତ୍ତର ଶୁଣି ଋଷିମାନେ ତାଙ୍କୁ ପୁଣି ପ୍ରଶ୍ନ କଲେ କି ତେବେ ଆପଣଙ୍କ ଜେଜେବାପାଙ୍କ ବାପା କିଏ? ତେବେ ଶିବ ଉତ୍ତର ଦେଲେ ଭଗବାନ ଶିବ। ଶ୍ରୀମଦ୍ ଭାଗବତରେ ଶିବଙ୍କ ଜନ୍ମ ସହ ଜଡ଼ିତ ଗାଥା ଅନୁସାରେ ତାଙ୍କର ଜନ୍ମ ସେହି ସମୟରେ ହୋଇଥିଲା ଯେତେବେଳେ ଭଗବାନ ବିଷ୍ଣୁ ଓ ବ୍ରହ୍ମାଙ୍କ ମଧ୍ୟରେ ନିଜକୁ ଶ୍ରେଷ୍ଠ ବୋଲି କହି ଯୁଦ୍ଧ ଚାଲିଥିଲା। ଯୁଦ୍ଧ ସମୟରେ ଗୋଟିଏ ଜଳୁଥିବା ଖମ୍ବରୁ ଭଗବାନ ଶିବ ପ୍ରକଟ ହୋଇଥିଲେ ଓ ତାଙ୍କର ଜନ୍ମ ହୋଇଥିଲା। ବନ୍ଧୁଗଣ, ଭିଡିଓଟି ଭଲ ଲାଗିଲେ ଭିଡିଓକୁ ଗୋଟିଏ ଲାଇକ୍ ଏବଂ ଆମର ସତ୍ୟ ଗାଇଡର ୟୁଟ୍ୟୁବ ଚ୍ୟାନେଲକୁ ସବସ୍କ୍ରାଇବ କରିବାକୁ ଭୁଲିବେନି। ଧନ୍ୟବାଦ। ଜୟ ମହାଦେବ।